ସାଙ୍ଗମାନେ ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ। ଆଜି ମୁଁ ପଇସା ଗଣିକି ଏମିତି କୁଆଡେ ଯାଉଛନ୍ତି ଜାଣିଛନ୍ତି? ହୁଁ, ଆରେ ନାଇଁ ମୋ ପାଖରେ ଆକ୍ଚୁଆଲି ଫୋନ ପେ ନଥିଲା ପଇସା ତ ମୋ ପାଖରେ କ୍ୟାସ୍ କିଛି ଥିଲା। ଯେହେତୁ ଏଇଟା ମନ୍ଥ ଏଣ୍ଡ ସାଲେରୀ ବି ଆସିନି ତ ଯୋଉ କିଛି ଥିଲା ଆଉ ସେଥିରେ ମୁଁ ଯାଇଥିଲି ଭାବିଲି ଆଜି ଚିକେନ ଆଣିକି କରିକି ଖାଇବି ବୋଲି। ଯେତେବେଳେ ମୋ ଦିଦି ମୋ ପାଖରେ ଥିଲା ସେତେବେଳେ ତ ପ୍ରାୟ ଆମେ ଚିକେନ କରିକି ଖାଉ ବଟ ମୁଁ ଏବେ ଘରୁ ଆସିଲା ଠାରୁ ଆଉ ଚିକେନ ଏତେ ବି ଆଣିକି ଖାଇନି। ତ ଚିକେନ ଆଣିକି ରୋଷେଇ କରିସାରିଲା ପରେ ଦେଖନ୍ତୁ କେତେ ଡ୍ରେସ ମାନେ ଏତିକ ଡ୍ରେସ ମୁଁ ଆଜି ପୁରା ୱାସିଂ ମେସିନରେ ସଫା କରିଦେଲି। ତାକୁ ଶୁଖେଇକି ଆଣିକି ରଖିଥିଲି ଏମିତି ହିଁ ପକେଇ ଦେଇଥିଲି ପକେଇ ଭାବିଲି ମାନେ ସତରେ ଏତେ ଡ୍ରେସ ମୋର ମାନେ ମୁଁ ଗୋଟେ ଗୋଟେ ମୁଁ କିଣିକି ଆଣେ ମୁଁ ଭାବେ ଏଇ ମୋ ଡ୍ରେସ ନାଇଁ ଦିଦି ମୁଁ କଣ କରିବି ମୁଁ କଣ ପିନ୍ଧିବି ଏଠିକି ଯିବି କଣ ପିନ୍ଧିବି ବଟ ଏତେ ଡ୍ରେସ ଯେତେବେଳେ ସେ ଭିଡିଓରେ ଦେଖିବ ଡ୍ରେସ ନଥିଲା ପରା ଇଏ କଣ ତ ଏତେ ସାରା ଡ୍ରେସ ସବୁ ଝିଅ ଛୁଆଙ୍କର ହିଁ ଗୋଟେ ହିଁ ପ୍ରୋବ୍ଲେମ ଥାଏ କି ଡ୍ରେସ ଟେନସନ ଥାଏ। ଛାଡନ୍ତୁ ତାକୁ ମୁଁ ଭାଙ୍ଗିକି ରଖିଦେଲି। ପୁରା କ୍ଲିନ କରିସାରିଲା ପରେ ଏତେ ଜୋର ସେ ଭୋକ ଲାଗିଲା ଚିକେନ କଷା କରିଦେଲି ପ୍ଲସ ପଖାଳ ଭାତ ଆଉ କିଛି ପିଆଜ କଞ୍ଚା ଲଙ୍କା ନେଇ ଆସିକି ପୁରା ମାନେ ବହୁତ ଭଲସେ ହିଁ ଖାଇଦେଲି ମୁଁ। କହିଲେ ମୋ ଭଳି ଆପଣ ମାନଙ୍କୁ ପସନ୍ଦ କି ନାହିଁ ଚିକେନ?